ଆଜି ଚାଉମିନ୍‌ର ଏମିତିଆ ଗୋଟେ ରେସିପି ନେଇକି ଆସିଛି, ଯେଉଁଟା ଆପଣମାନେ ଚାହିଁଲେ ଡାଏଟ୍ କରୁଥିଲା ବେଳେ ବି ଖାଇପାରିବେ। ଜୟ ଜଗନ୍ନାଥ। ଆପଣମାନଙ୍କୁ ଅନ୍ନପୂର୍ଣ୍ଣା କିଚେନ୍‌କୁ ସ୍ୱାଗତ। ଦେଖନ୍ତୁ ମୁଁ ଏ ଚାଉମିନ୍ ପାଇଁକା ପୁରା ଜିରୋ ମଇଦାର ଅଟା ନୁଡଲ୍ସ ଗୋଟେ ନେଇଛି। ଚାଉମିନ୍ ନେଇଛି ଦେଖନ୍ତୁ। ତାକୁ ଆମେ ପାଣି ଭଲ ବାଗରେ ଫୁଟିଗଲା ପରେ ପାଣିରେ ଟିକେ ଲୁଣ ଦେଇଥିବା, ଫୁଟିଗଲା ପରେ ତା ଦେହରେ ଚାଉମିନ୍‌ଟାକୁ ଆମେ ଭଲ ଭାବରେ ସିଝେଇ ଦେବା। ତାପରେ ସାଙ୍ଗେ ସାଙ୍ଗେ ମୁଁ ତାକୁ କ'ଣ କଲି, ଛାଣିରେ ଛାଣି ଦେଇକିନା ଥଣ୍ଡା ପାଣି ରଖିଥିଲି ତାକୁ ତା ଦେହରେ ପକେଇଦେଲି। ଆପଣ ଚାହିଁଲେ ଡାଇରେକ୍ଟ ବି ନେଇକିନା ଗୋଟେ ଜାଲି ଛାଣିରେ ଛାଣି ଦେଇକି ତାକୁ ପାଣିରେ ଧୋଇ ପାରିବେ। ଦେଖନ୍ତୁ ମୁଁ ପାଣିରୁ ବାହାର କରିଦେଇକି ଗୋଟେ ଖୋଲା ପ୍ଲେଟ୍‌ରେ ତାକୁ ଦେଇଦେଲି, ଆଉ ଟିକେ ତେଲ ପକେଇକି ଦେଖନ୍ତୁ ଚାଉମିନ୍ ପୁରା ଯେମିତି ଗୋଟା ଗୋଟା ହେଇଛି, ଜମା ବି ଚିପକିନି। ଗୋଟେ ଲୁହା କଡ଼େଇ ବସେଇଦେଲି, ତା ଦେହରେ ରସୁଣ, ଅଦା ଆଉ କଞ୍ଚା ଲଙ୍କା ତାକୁ ଚପିଂ କରିକି ରଖିଥିଲି ତାକୁ ଦେଇଦେଲି। ଦେଖନ୍ତୁ ଭଲ ଭାବରେ ଚପିଂ ମାନେ ହେଇସାରିଲା ପରେ ଟିକେ ଅଦା ରସୁଣ ଟିକେ ଯେତେବେଳେ ଭାଜି ହେଇଗଲା ଲାଲ ହେଇକିନା, ତା ଦେହରେ ଗୋଟେ ପିଆଜ ସ୍ଲାଇସ୍ କରି ରଖିଥିଲି ତାକୁ ଦେଇଦେଲି। ଆଉ ଆପଣଙ୍କ ପାଖରେ ଯାହା ଭେଜିଟେବୁଲ୍ ଥିବ ସେଇଟା ଦେଖିକି ପକାଇବେ। ମୁଁ ବନ୍ଧାକୋବି, ଗାଜର ଆଉ କ୍ୟାପ୍ସିକମ୍ ନେଇଛି। ଆପଣ ଯଦି 3 ପ୍ରକାରର ଯେଉଁ କ୍ୟାପ୍ସିକମ୍ ମିଳୁଛି ସେଇଟା ଯଦି ଥିବ ସେଇଟା ବି ପକାଇ ପାରିବେ। ଦେଖନ୍ତୁ ଏଠି ପକାଇଦେଲି। ଆଉ ସ୍ୱାଦ ଅନୁସାରେ ଅଳ୍ପ ଲୁଣ ପକାଇବେ, ବେଶୀ ପକାଇବେନି, କାରଣ ଆମେ ସବୁ ସସ୍ ଯେଉଁ ପକାଇବେ ତା ଦେହରେ ବି ତ ଲୁଣ ରହୁଛି ନା। ଦେଖନ୍ତୁ ଆଉ ପରିବା ଗୁଡ଼ାକ ମନେ ରଖିବେ, ଚାଉମିନ୍‌ରେ କେତେବେଳେ ବି ପୁରା ଫୁଲ୍ ଭାଜିବେନି, ମାନେ ଭଲ ବାଗରେ ସିଝେଇବେନି। ତାକୁ ଟିକେ ହାଫ୍ ସିଝିଗଲା ପରେ, ଭାଜି ହେଇଗଲା ପରେ ପୁରା ଫୁଲ୍ ଆଞ୍ଚରେ ରଖିବେ ସବୁବେଳେ ଗ୍ୟାସ୍। ଯେତେବେଳେ ଭାଜି ହେଇଯିବ, ଦେଖନ୍ତୁ ଭାଜି ହେଇଗଲା ପରେ ମୁଁ ଚାଉମିନ୍‌ଟା ଦେଇଦେଲି ତା ଦେହରେ। ଦେଖନ୍ତୁ ଆଉ ଟମାଟୋ ସସ୍ ତା ଦେହରେ ଉପରେ ଟିକେ ଟିକେ ରେଡ୍ ଚିଲି ସସ୍, ଟିକେ ସୋୟା ସସ୍, ଆଉ ଟିକେ ଅଳ୍ପ ଟିକେ ଭିନେଗାର, ଆଉ ସେଜୱାନ୍ ସସ୍ ଟିକେ, ଗୋଲମରିଚ ଗୁଣ୍ଡ ଟିକେ ସବୁ ଦେଇଦେଲି। ଦେଖନ୍ତୁ ମୋର ଚାଉମିନ୍ ଦେଖନ୍ତୁ ପୁରା ଜମା ବି କିଛି ଚିପକୁନି। ଦେଖନ୍ତୁ କେତେ ମାନେ ଖିଲା ଖିଲା ହେଇକରି ହେଇଛି। ଆପଣମାନଙ୍କୁ ଯଦି ମୋ ରେସିପି ଗୁଡ଼ାକ ଭଲ ଲାଗୁଛି, ପ୍ଲିଜ୍ ଗୋଟେ ଲାଇକ୍ କରିଦିଅନ୍ତୁ, ସବସ୍କ୍ରାଇବ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ। ବହୁତ ଦିନ ହେଲାଣି ମୁଁ ଆପଣମାନଙ୍କ ପାଇଁ କୌଣସି ରେସିପି ଭିଡ଼ିଓ ଆଣିପାରୁନଥିଲି, କାରଣ ଆପଣମାନେ ଦେଖୁଛନ୍ତି କିନ୍ତୁ ଲାଇକ୍ ବି କରୁନାହାନ୍ତି, ସେୟାର ବି କରୁନାହାନ୍ତି। ଦେଖନ୍ତୁ ଗୋଟେ ଲାଇକ୍ କରିଦିଅନ୍ତୁ ଆଉ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଯଦି ଫେସବୁକ୍‌ରେ ଦେଖୁଛନ୍ତି ଗୋଟେ ଫଲୋ କରିଦିଅନ୍ତୁ। ଦେଖନ୍ତୁ ଏଇଟା ଗୋଟେ ଥର ନିଶ୍ଚିନ୍ତ କରିକିରି ଖାଇକି ଦେଖନ୍ତୁ, ଏଇଟା ବହୁତ ହେଲ୍ଦି।